କରିଅଛି ଆମ୍ଭର ବାହୁ କାହା ନିକଟରେ ପ୍ରକାଶ ହୋଇଅଛି ଅର୍ଥାତ୍ ସମସ୍ତଙ୍କ ନିକଟରେ ତାଙ୍କ ବାହୁ ପ୍ରକାଶ ହୋଇନଥିଲା। ଯାହା ସବୁ ଆମେ ଆଜି ଚିନ୍ତା କରିବା। ମୁଁ ଆପଣଙ୍କୁ ଆଜି ସଂକ୍ଷିପ୍ତରେ 9 ପ୍ରକାଶିତ ବିଷୟ କହିବି। କଣ କଣ ପ୍ରକାଶ ପରମେଶ୍ୱର କରିବାକୁ ଚାହାନ୍ତି। ପ୍ରିୟ ବନ୍ଧୁମାନେ, ପ୍ରଭୁଙ୍କ ଦାସମାନେ, ଆଜି ପରମେଶ୍ୱରଙ୍କ ଦାସମାନଙ୍କ ନିକଟରେ ପରମେଶ୍ୱରଙ୍କର ପ୍ରକାଶିତ ବିଷୟ ଯେପରିକି ସ୍ପଷ୍ଟ ଭାବରେ ଆମେ ଜ୍ଞାତ ହେଇପାରିବା, ଏଥି ନିମନ୍ତେ ସଜାଗ ଆବଶ୍ୟକ। ପ୍ରଥମ ବିଷୟ ହେଉଛି ପରମେଶ୍ୱର ଆପଣା ନିକଟରେ ତାଙ୍କ ଲୋକମାନଙ୍କ ବାସ କରନ୍ତି। ଯୋଉ କୌଣସି ଲୋକଙ୍କ ନିକଟରେ ପ୍ରଭୁ ଆପଣାକୁ ପ୍ରକାଶ କରନ୍ତି, ଏହା ହେଉଛି ପ୍ରଥମ ବିଷୟ। ହେଉ କାରଣ ଯୋଉ ପର୍ଯ୍ୟନ୍ତ ପରମେଶ୍ୱର ଆପଣାକୁ ତାଙ୍କ ଲୋକମାନଙ୍କ ନିକଟରେ ପ୍ରକାଶ କରିବେ ନାହିଁ, ସେ ପର୍ଯ୍ୟନ୍ତ କେହି ତାଙ୍କୁ ଜାଣିପାରିବେ ନାହିଁ। ଲୁକ 10:22 ଲେଖା ଅଛି, ପିତା କିଏ ପୁତ୍ରଙ୍କ ବ୍ୟତୀତ କେହି ଜାଣେ ନାହିଁ, ପୁତ୍ର କିଏ ପିତାଙ୍କ ବ୍ୟତୀତ କେହି ଜାଣେ ନାହିଁ, କିନ୍ତୁ ପୁତ୍ର ଯାହାଙ୍କ ନିକଟରେ ତାହାଙ୍କୁ ପ୍ରକାଶ କରିବାକୁ ଚାହାନ୍ତି, ଇଚ୍ଛା କରନ୍ତି, ସେ ଜାଣେ। ଆଜି ଯୋଉ ପ୍ରଭୁଙ୍କ ଦାସମାନଙ୍କ ନିକଟରେ ସେ ଆପଣାକୁ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ସେମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରନ୍ତି, ସେମାନେ ଜାଣିପାରନ୍ତି। ପ୍ରଥମେ ଆମେ ପରମେଶ୍ୱରଙ୍କ ପ୍ରକାଶ କଥା ଆଲୋଚନା କରୁଛୁ। ଏଇଟା ହେଉଛି ଆଦି ପୁସ୍ତକ 15 ପର୍ବର 1 ପଦରେ ବାକ୍ୟ ଦ୍ୱାରା ପରମେଶ୍ୱର ଅବ୍ରାହମଙ୍କ ନିକଟରେ ଆପଣାକୁ ପ୍ରକାଶ କଲେ। ବିଭିନ୍ନ ପ୍ରକାର ଭାବରେ ପରମେଶ୍ୱର ତାଙ୍କ ଲୋକମାନଙ୍କ ନିକଟରେ ନିଜକୁ ପ୍ରକାଶ କରନ୍ତି, ବାକ୍ୟ ଦ୍ୱାରା ମଧ୍ୟ ପ୍ରକାଶ କରନ୍ତି। କାରଣ ପ୍ରଥମ ଜହନ 3 ପର୍ବର 8 ପଦରେ ଲେଖାଯାଏ, ଶୟତାନର କାର୍ଯ୍ୟ ବିନାଶ କରିବା ଉଦ୍ଦେଶ୍ୟରେ ତାହାଙ୍କ ପୁତ୍ର ପ୍ରକାଶିତ ହୋଇଅଛନ୍ତି। ପ୍ରଥମେ ମୁଁ ଆପଣଙ୍କୁ କହିବାକୁ ଚାହେଁ, ପ୍ରଭୁ ଆପଣାକୁ ପ୍ରକାଶ କରିଛନ୍ତି ଆମମାନଙ୍କ ନିକଟରେ। ଏହା ମୁଁ ବ୍ୟାଖ୍ୟା କରିବାକୁ ସମୟ ମୋ କତିରେ ନାହିଁ। ଆଉ ଦ୍ୱିତୀୟ ବିଷୟ ହେଉଛି ପରମେଶ୍ୱର ଆପଣା ମହିମା ପ୍ରକାଶ କରନ୍ତି। ଯଦି ପରମେଶ୍ୱର ତାଙ୍କୁ ହିଁ ପ୍ରକାଶ କରିବେ ତାଙ୍କ ଦାସମାନଙ୍କ ନିକଟରେ, ତାଙ୍କ ମହିମା ଯଦି ପ୍ରକାଶ କରିବେ ନାହିଁ, ତେବେ କି ପ୍ରକାର କାର୍ଯ୍ୟ ହେଇପାରେ? ତେଣୁ ଦ୍ୱିତୀୟ ବିବରଣ 5 ପର୍ବର 24 ଲେଖା ଅଛି, ତାହାଙ୍କ ମହିମା ପ୍ରକାଶ କରିବେ। ପ୍ରିୟ ବନ୍ଧୁମାନେ, ପରମେଶ୍ୱର ତାଙ୍କର ମହିମା ତାଙ୍କ ଲୋକମାନଙ୍କ ନିକଟରେ ପ୍ରକାଶ କରନ୍ତୁ। ତୃତୀୟ ବିଷୟ ମୁଁ କହିବି ଆପଣଙ୍କୁ, ଏଜ୍ରା 9 ପର୍ବର 8 ପଦରେ ପରମେଶ୍ୱର ତାଙ୍କର ଅନୁଗ୍ରହ ପ୍ରକାଶ କରନ୍ତି। ଯୋଉ ପର୍ଯ୍ୟନ୍ତ ପରମେଶ୍ୱର ଅନୁଗ୍ରହ ପ୍ରକାଶ ନ କରନ୍ତି, ସେ ପର୍ଯ୍ୟନ୍ତ ମନୁଷ୍ୟ ପରମେଶ୍ୱରଙ୍କର ଈଶ୍ୱର ତତ୍ଵକୁ ଅବଗତ ହେଇପାରିବ ନାହିଁ। ଆଜି ପରିଚାଳକ ମହାଶୟ କହୁଥିଲେ, ଯାହାଙ୍କୁ ଆମେ ଅନୁଗ୍ରହ କରୁ ତାହାଙ୍କୁ ଅନୁଗ୍ରହ କରିବା। ଏହା ହେଉଛି ଅପୂର୍ବ ବିଷୟ ଯେ ପରମେଶ୍ୱର ତାଙ୍କର ଅନୁଗ୍ରହ ତାଙ୍କ ଲୋକମାନଙ୍କ ନିକଟରେ ପ୍ରକାଶ କରନ୍ତି। ମୁଁ ଚତୁର୍ଥ ବିଷୟ କହିବି ଯେ ପରମେଶ୍ୱର ତାଙ୍କର ବାକ୍ୟ ପ୍ରକାଶ କରନ୍ତି। ପରମେଶ୍ୱର ତାଙ୍କ ବାକ୍ୟ ପ୍ରକାଶ କରିବା ପାଇଁ ଗୀତ 78ର 2 ପଦରେ ଲେଖା ହେଉଛି, ପୂର୍ବ କାଳର ଗୂଢ଼ ବିଷୟ ସବୁ ଅର୍ଥାତ୍ ବାକ୍ୟକୁ ଆମେ ପ୍ରକାଶ କରିବା। ପରମେଶ୍ୱରଙ୍କର ବାକ୍ୟ ପ୍ରକାଶର ମହତ୍ଵ, ପ୍ରିୟ ବନ୍ଧୁମାନେ, ବାଇବଲ ଯୋଉ ଭାଷାରେ ଲେଖା ହେଇଥାଉ ନା କାହିଁକି, ଯୋଉ ପର୍ଯ୍ୟନ୍ତ ଆତ୍ମା ତହିଁର ଭାବ ପ୍ରକାଶ ନ କରନ୍ତି, କେହି ତାହା ଜାଣିପାରନ୍ତି। ଆଉ ସେହି ବାଇବଲକୁ ଆମେ ଜ୍ଞାନ ପାଇବା ଠାରୁ ପଢି ଆସୁଛୁ, କିନ୍ତୁ ଅନେକ ଜିନିଷ ବୁଝି ନ ପାରିବା ଜିନିଷ ଏପର୍ଯ୍ୟନ୍ତ ଅଛି। କାହିଁକି? ପ୍ରଭୁ ପ୍ରକାଶ କରିବାକୁ ହବ। ସେସବୁ ଯେତେବେଳେ ପ୍ରକାଶ କରିବେ, ସେତେବେଳେ ଜଣେ ବାକ୍ୟ ଭାଙ୍ଗି ପାରିବ, ତାଙ୍କ ବାକ୍ୟର ଶକ୍ତିକୁ ଅନୁଭବ କରିପାରିବ, ଅନ୍ୟମାନଙ୍କ ନିକଟରେ ଥୋଇପାରିବ। ତେଣୁ ପରମେଶ୍ୱର ଆମମାନଙ୍କୁ ତାଙ୍କର ବାକ୍ୟ ପ୍ରକାଶ କରନ୍ତୁ। ଚତୁର୍ଥରେ ପଞ୍ଚମ କଥା କହିବି ଯେ ପରମେଶ୍ୱର ତାଙ୍କ ଧର୍ମ ତାଙ୍କ ଲୋକମାନଙ୍କ ନିକଟରେ ପ୍ରକାଶ କରନ୍ତି। ଯିଶାୟ 56ର 1 ପଦରେ ଯୋଉ ପର୍ଯ୍ୟନ୍ତ ତାଙ୍କ ଧର୍ମ ପ୍ରକାଶ ନ କରନ୍ତି, ଅନେକ ସମୟରେ କହିବାକୁ ଚାହେଁ ଈଶ୍ୱର ତତ୍ଵ, ଧର୍ମ ତତ୍ଵ
ଓ ଶାସ୍ତ୍ର ତତ୍ତ୍ୱ, ଏ ତିନୋଟି ତତ୍ତ୍ୱ ଅଲଗା ଅଲଗା ଭାବରେ ଜଣେ ପ୍ରଭୁଙ୍କ ଦାସ ହିସାବରେ, ଦାସୀ ହିସାବରେ, ଧର୍ମ ଅବଲମ୍ବୀ ହିସାବରେ ଜାଣିବା ନିହାତି ଦରକାର। କାରଣ ଧର୍ମ କଣ, ଧର୍ମର ଅର୍ଥ କଣ, ଏହା ନ ଜାଣିଲେ ଲୋକ ଦେଶକୁ ଗୋଟିଏ ଧର୍ମ ବୋଲି ଭାବୁଛନ୍ତି, ବିଦେଶୀ ଧର୍ମ ବୋଲି ଭାବୁଛନ୍ତି। ତେଣୁ ଧର୍ମ ରହସ୍ୟ କଣ? ପରମେଶ୍ୱର ତାଙ୍କ ଲୋକମାନଙ୍କ ନିକଟରେ ଧର୍ମ ତତ୍ତ୍ୱକୁ ପ୍ରକାଶ କରନ୍ତି। ଏହା ଗୋଟିଏ ଲମ୍ବା ଚଉଡ଼ା କଥା ବାଇବଲରେ, ଯେ ସଦାପ୍ରଭୁ ହିଁ ଆମ୍ଭର ଧର୍ମ, ସଦାପ୍ରଭୁ ଧର୍ମମୟ, ଧର୍ମଶୀଳ, ଧର୍ମ ସ୍ୱରୂପ। ଏଭଳି ଭିନ୍ନ ଭିନ୍ନ ଶବ୍ଦ ଧର୍ମ ଉପରେ ଲେଖାଯାଏ। ଯେତେବେଳେ ପ୍ରଭୁଙ୍କ ପ୍ରକାଶ ହେବ ଧର୍ମ ଉପରେ, ଆମେ ଶାସ୍ତ୍ରରୁ ଏ ଜିନିଷଟାକୁ ଅନୁଭବ କରିପାରିବା। ପରବର୍ତ୍ତୀ କଥା ମୁଁ ଆପଣଙ୍କୁ କହିବି ଯେ ପରମେଶ୍ୱର ତାଙ୍କ ଲୋକମାନଙ୍କ ନିକଟରେ ଗୂଢ ଓ ଗଭୀର ବିଷୟ ପ୍ରକାଶ କରନ୍ତି। ତା ହେଉଛି ଦାନିଏଲ 2 ପର୍ବ 19ରୁ 22 ପଦରେ ଗୂଢ ବିଷୟ ସବୁ, ରହସ୍ୟ ବିଷୟ ସବୁ ପ୍ରକାଶ କରନ୍ତି। କାରଣ ଗୂଢ ବିଷୟ ଓ ହାଲକା ବିଷୟର ତାରତମ୍ୟ ହେଉଛି, ଗଣନା 12 ପର୍ବରେ ପରମେଶ୍ୱର ହାରଣଙ୍କୁ କହିଲେ, ଯେବେ କୌଣସି ଭାବବାଦୀ ଅଛନ୍ତି ଆମେ ଦର୍ଶନ ଦ୍ୱାରା, ସ୍ୱପ୍ନ ଦ୍ୱାରା କହିବା, କିମ୍ବା କାହା କାହାକୁ ଗୂଢ ବାକ୍ୟରେ ଆମେ କଥା କହୁ, କିନ୍ତୁ ମୂଷାଙ୍କୁ ଗୂଢ ବାକ୍ୟରେ ନୁହେଁ, ପ୍ରକାଶ୍ୟ ଭାବରେ କହୁ। ତେଣୁ ଗୂଢ ବିଷୟ ସବୁ ସେ ତାଙ୍କ ଦାସମାନଙ୍କ ନିକଟରେ, ନିକଟବର୍ତ୍ତୀ ଲୋକମାନଙ୍କ ନିକଟରେ ପ୍ରକାଶ କରନ୍ତି। ଆମେ ସବୁବେଳେ ଏକାଧିକ ଥର ଗୋଟିଏ ଶବ୍ଦକୁ ଆମେ ପଢୁଛୁ, କିନ୍ତୁ ତାର ଗୂଢ ରହସ୍ୟକୁ ଅନେକ ସମୟରେ ଅନେକ ଖ୍ରୀଷ୍ଟିଆନ ଆଜି ଧରି ପାରୁନାହାନ୍ତି କି ଜାଣିପାରୁନାହାନ୍ତି। ଏଥିପାଇଁ ପରମେଶ୍ୱର ଗୂଢ ବିଷୟ ପ୍ରକାଶ କରିବେ ତାଙ୍କ ଲୋକମାନଙ୍କ ନିକଟରେ, ଆଉ ତାହା ହେଉଛି ଆମମାନଙ୍କୁ ଜାଣିବାକୁ ହବ। ମୁଁ ଆପଣଙ୍କୁ ସପ୍ତମ ବିଷୟ କହିବି ଯେ ପରମେଶ୍ୱର ଆଜି ତାଙ୍କ ଲୋକମାନଙ୍କ ନିକଟରେ କଣ ପ୍ରକାଶ କରିବାକୁ ଚାହୁଁଛନ୍ତି। ତା ହେଉଛି ପ୍ରଥମ କରନ୍ତି 2 ପର୍ବ 9-10। ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ମନୁଷ୍ୟ ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ପରମେଶ୍ୱର ଆପଣା ଲୋକମାନଙ୍କ ନିମନ୍ତେ ରଖିଛନ୍ତି, ସେ ଆତ୍ମାଙ୍କ ଦ୍ୱାରା ତାହା ପ୍ରକାଶ କରନ୍ତି। ପ୍ରଭୁଙ୍କ ନାମ ଧନ୍ୟ ହେଉ। ଏସବୁ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା ଲୋକମାନଙ୍କ ନିକଟରେ ଆତ୍ମାଙ୍କ ଦ୍ୱାରା ଏହା ପ୍ରକାଶ କରାଯାଏ। ଯେମିତି ପାଉଲ କହିଲେ ଗାଲାତୀୟ ମଣ୍ଡଳୀକୁ ଲେଖିଲା ବେଳେ, ଏହା ମନୁଷ୍ୟଠାରୁ ଶିକ୍ଷା କରି ପରମେଶ୍ୱର ତାଙ୍କ ବାକ୍ୟକୁ, ତାଙ୍କ ଗୂଢ ମହତ୍ଵକୁ ଆତ୍ମାଙ୍କ ଦ୍ୱାରା ପ୍ରକାଶ କରୁନାହାନ୍ତି, ମଣିଷ କେମିତି ପାଇପାରେ, କେମିତି ଜାଣିପାରେ? ତେଣୁ ନିଶ୍ଚିତ ଭାବରେ ଆତ୍ମାଙ୍କ ଦ୍ୱାରା ଚକ୍ଷୁ ଦେଖିନଥିବା ମହତ୍ଵ ବିଷୟ ସବୁ ପରମେଶ୍ୱର ପ୍ରକାଶ କରିବେ, ଯାହା ଦ୍ୱାରା ନିର୍ଭୟରେ ଜଣେ ପ୍ରଭୁଙ୍କ ବାକ୍ୟ। ଅଷ୍ଟମ ବିଷୟ ହେଉଛି ପ୍ରଥମ କରନ୍ତି 3 ପର୍ବର 13, ଆମର କର୍ମ ସବୁ ବିଚାର ଦିନରେ ପ୍ରକାଶ କରାଯିବ। ଆମେ କି ପ୍ରକାର ପ୍ରଭୁଙ୍କ କାର୍ଯ୍ୟ କରୁଛୁ, ଆଉ ତାହା ସବୁ ଆମେ ଜାଣିପାରିନଥାଉ। କାରଣ ପ୍ରକାଶିତ 3 ପର୍ବର 1ରୁ 3 ପଦରେ ଲେଖା ହେଇଛି, ତୁମର କର୍ମ ସବୁ ଆମ୍ଭର ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ବୋଲି ଆମେ ଦେଖି ନାହୁଁ। ଆମେ ଯାହା କରୁଛୁ ଆମ ଚିନ୍ତାରେ ଆମେ ଠିକ କାମ କରୁଛୁ ବୋଲି ଭାବୁଛୁ। ସାମୁଏଲ ସାଉଲଙ୍କୁ କହିଲା, କଣ କରିଛ? ସାମୁଏଲକୁ ସାଉଲ କହିଲେ, ମୁଁ ଠିକ କାମ କରିଛି, ଅମାଲିକ ମାନଙ୍କର ସବୁକୁ ଧ୍ୱଂସ କରିଛି। ତେବେ ଗୋରୁର ରବ ମୁଁ କଣ ଶୁଣୁଛି ନା, ମୁଁ ବଳିଦାନ ନିମନ୍ତେ ଆଣିଛି। ସେ ଭାବୁଛନ୍ତି ବଳିଦାନ ନିମନ୍ତେ ଆଣିବା ଦ୍ୱାରା ମୁଁ ଭଲ କାମ କରିଛି ବୋଲି, କିନ୍ତୁ ସେହି କାମ ଦ୍ୱାରା ରାଜଚ୍ୟୁତ ହେଲେ। ଆମର ଯାହା ସବୁ ଆମେ କରୁଛୁ ପରମେଶ୍ୱର ସେ ସବୁ ଆମକୁ ପ୍ରକାଶ କରିବେ। ତୁମେ କେଉଁ ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲ, ଆତ୍ମାଙ୍କ ଉଦ୍ଦେଶ୍ୟରେ କି ଶରୀର ଉଦ୍ଦେଶ୍ୟରେ, ନିଜର ସ୍ୱାର୍ଥ ପାଇଁ ନା ପରମେଶ୍ୱରଙ୍କ ସ୍ୱାର୍ଥ ପାଇଁ? ତେଣୁ କାର୍ଯ୍ୟ ସକଳ ପ୍ରକାଶ କରିବେ, ତୁମେ ଏହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରିଥିଲ। ଅଷ୍ଟମ ବିଷୟ ହେଉଛି ପ୍ରଥମ କରନ୍ତି 4 ପର୍ବର 5 ପଦ,
ସେଠି ଲେଖା ଯାଏ ଯେ ସମସ୍ତଙ୍କର ସଂକଳ୍ପ ପ୍ରକାଶ କରିବେ। ଯୋଉ ସଂକଳ୍ପରେ ଆମେ ଅଛୁ ବର୍ତ୍ତମାନ ତାହା ଦିନ ଆସିବ ପ୍ରକାଶ କରାଯିବ। ତୁମର ସଂକଳ୍ପ ଏହା ଥିଲା, ତମେ ଏହା କରିପାରି ନାହଁ। ତେଣୁ ପରମେଶ୍ୱର ତାଙ୍କ ଲୋକମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଏହି ରହସ୍ୟ ବିଷୟ ମଧ୍ୟ ପ୍ରକାଶ କରନ୍ତି। ତେଣୁ ମୁଁ ଏହା କହିବାକୁ ଚାହୁଁଛି ଯେ ବାଇବଲ ଯୁଗ ଯୁଗ ଧରି ଆମ ପାଖରେ ପଡି ରହିଲା। ତାର ଅସଂଖ୍ୟ ରହସ୍ୟ, ଅସଂଖ୍ୟ ତତ୍ଵକୁ ଆମେ ଆଜି ପର୍ଯ୍ୟନ୍ତ ଆବିଷ୍କାର କରିପାରି ନାହୁଁ। ତେଣୁ ସମୟ ପୂର୍ବରୁ ଏହି ସବୁ ଯେପରି ଆମ ନିକଟରେ ପ୍ରକାଶ କରାଯିବ, ପ୍ରଭୁ ତାଙ୍କ ଲୋକମାନଙ୍କ ନିକଟରେ ପ୍ରକାଶ କରିବାକୁ ଚାହୁଁଛନ୍ତି। ଆଜି ସେ ଚାହୁଁଛନ୍ତି, ଅନୁଗ୍ରହର ଦ୍ୱାର ମୁକ୍ତ କରିଛନ୍ତି ଏହି ସବୁ ପ୍ରକାଶ କରିବା ପାଇଁ, ବାକ୍ୟ ପ୍ରଦାନ କରିବା ପାଇଁ। କାରଣ ସେ ଜିରିମିୟଙ୍କୁ କହିଲେ, ତୁମ୍ଭ ମୁଖରେ ଆମ୍ଭେ ଆମ୍ଭର ବାକ୍ୟ ଦେଲୁ। ପରମେଶ୍ୱର ତାଙ୍କ ଲୋକମାନଙ୍କୁ ବାକ୍ୟ ଦିଅନ୍ତି। ବାକ୍ୟ ଦ୍ୱାରା ହିଁ ପରମେଶ୍ୱରଙ୍କର ଈଶ୍ୱରତ୍ଵ ବିଷୟ ସବୁ ଯେତିକି ଗୂଢ଼ ବିଷୟ ଅଛି, ଅଦେଖା ବିଷୟ ଅଛି, କେବଳ ବାକ୍ୟ ଦ୍ୱାରା ହିଁ ଆମେ ଅନୁଭବ କରିପାରିବା, ଲୋକମାନଙ୍କ ନିକଟରେ ପ୍ରକାଶ କରିପାରିବା। ଆଉ ଶେଷ ଦଶମ ପ୍ରକାଶ କଥା କହିବି, ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବେ। ଶେଷ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ସମ୍ମୁଖରେ ପ୍ରକାଶିତ ହେବେ। ବର୍ତ୍ତମାନ ଆମେ ତାଙ୍କୁ ଦେଖିପାରୁନାହୁଁ, କିନ୍ତୁ ପ୍ରଥମ କରନ୍ତି 13 ପର୍ବର 11-12 ପଦରେ ପାଉଲ କହିଲେ ଯେ ସେତେବେଳେ ମୁଁ ପ୍ରତ୍ୟକ୍ଷ ତାଙ୍କୁ ମୁଁ ଦେଖିବି। ଆମେ ବାକ୍ୟର ସାହାଯ୍ୟରେ, ନିଗୁଢ ତତ୍ଵ ଦର୍ପଣ ରୂପ ବାକ୍ୟ ସାହାଯ୍ୟରେ ତାଙ୍କୁ ଦେଖୁଅଛୁ, କିନ୍ତୁ ପ୍ରତ୍ୟକ୍ଷ ଭାବରେ ତାଙ୍କୁ ଦେଖିବା। ଏହି ପ୍ରକାଶନ ପାଇଁ, ଏହି ଦ୍ୱିତୀୟ ଆଗମନର ପ୍ରକାଶନ ପାଇଁ ଆମମାନେ ସମସ୍ତେ ପ୍ରସ୍ତୁତ ରହିବା ଦରକାର। ବିଶେଷ କରି ଦ୍ୱିତୀୟ ଆଗମନର ପ୍ରକାଶନ ପୂର୍ବରୁ ଆମ୍ଭେମାନେ ଯେ ନୀତ ହେବା ଶୂନ୍ୟ ମଣ୍ଡଳକୁ, ଏହା ସବୁଠାରୁ ମୁଖ୍ୟ ବିଷୟ ହେଉ। ଆଉ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧୀରେ 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 ଯୁଗାନୁକ୍ରମେ ସମସ୍ତ ବିଷୟ ପ୍ରକାଶ କରନ୍ତୁ। କାରଣ ମୁଁ ପ୍ରଥମେ ଆପଣମାନଙ୍କୁ କହିଥିଲି ଦ୍ୱିତୀୟ ବିବରଣ 29 ପର୍ବର 29ରେ ଯେ ଯାହା ସବୁ ପ୍ରକାଶିତ ବିଷୟ ଅଛି ଯୁଗାନୁକ୍ରମେ, ଏକାଥରେ ନୁହଁ, ଗୋଟିଏ ଜେନେରେସନ ସବୁ ଜାଣିବ ତାହା ନୁହଁ। ଯେତେ ବିଜ୍ଞ ଲୋକ ଥିଲେ ବି ବର୍ତ୍ତମାନ ଜେନେରେସନ ସବୁ କମ୍ପ୍ଲିଟଲି ଜାଣିବ ତାହା ନୁହଁ। ଭବିଷ୍ୟତ ଜେନେରେସନ ନିକଟରେ ଆହୁରି ପ୍ରକାଶ କରାଯିବ। ତେଣୁ ଯୁଗାନୁକ୍ରମେ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କର ସନ୍ତାନ ଗଣର ଅଧିକାର ଯାହା ବାଇବଲରେ ଲେଖା ଯାଇଅଛି, ଲେଖା ଯାହା ଯାଇଅଛି ତାହା ପ୍ରକାଶ କରାଯାଇଛି। ଲିଖିତ ବାକ୍ୟର ରହସ୍ୟକୁ, ଗୂଢ ରହସ୍ୟକୁ ଜାଣିବା ପାଇଁ ପ୍ରଭୁ ଆଜି ପ୍ରକାଶ କରନ୍ତୁ ତାଙ୍କ ଦାସମାନଙ୍କ ନିକଟରେ। ସେ ବାକ୍ୟର ସମ୍ପତ୍ତିକୁ, ଜ୍ଞାନର ସମ୍ପତ୍ତିକୁ ପ୍ରଚୁର ଭାବରେ ପ୍ରଦାନ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଆପଣମାନଙ୍କୁ ଧୈର୍ଯ୍ୟର ସହିତ ଶୁଣିଥିବାରୁ। ମୁଁ